ଏବେ ଭୟଙ୍କର ବନ୍ୟା କୋଉଠି ଚାଷ ଜମିରେ ପାଣି ମାଡ଼ି ଗଲାଣି ତ ଆଉ କେଉଁଠି ଘର ଭିତରେ ପାଣି ମାଡ଼ି ଯାଇଛି। ଖାଇବା ପାଇଁ ମଧ୍ୟ ଅସୁବିଧା ରହିଛି। ମୋ ପଛରେ ଗଦା ଗଦା ଚାଉଳ ରହିଛି। ହୁଏତ ଆପଣ ଭାବିବେ ଏ କୌଣସି ବନ୍ୟା ଅଞ୍ଚଳକୁ ସହାୟତା ଦେବା ପାଇଁ ଚାଉଳ ଏଠି ଗଦା ହୋଇଛି କି? ପ୍ରକୃତରେ ସେହା ନୁହେଁ। ବାସୁମତୀ ଚାଉଳରେ ଗଞ୍ଜେଇ ଚାଲାଣ ହେଉଥିଲା ଗଜପତିରୁ ଦିଲ୍ଲୀ ଭାୟା ଭୁବନେଶ୍ୱର। ଅପରେସନ ନୀଳଜହରରେ ଏସଟିଏଫ୍ ପାଖାପାଖି 500 କେଜି ଗଞ୍ଜେଇ ଜବତ କରିଛି। ଜଣେ ଡ୍ରାଇଭରଙ୍କୁ ମଧ୍ୟ ଗିରଫ କରିଛି। ଆଉ ଚାଉଳ ପକେଟ ଭିତରେ ଚାଉଳ ବୋଝେଇ ଟ୍ରକ୍ ଭିତରେ ଗଞ୍ଜେଇ ଚାଲାଣ ହେଉଥିଲା। ଏ ଆପଣ ସିଧାସଳଖ ଚିତ୍ର ଦେଖୁଛନ୍ତି ହେଉଛି ସେଇ ବାସୁମତୀ ଚାଉଳ ଯାକି ବିରିୟାନୀ ପାଇଁ ଏ ଚାଉଳ ଯାଉଥିଲା। ସିଧାସଳଖ ଯେତେବେଳେ ଖବର ପାଇଛି ଏସଟିଏଫ୍ ପିତାପଲ୍ଲୀ ନିକଟରେ ଏ ଗାଡ଼ିକୁ ଚେଜ୍ କରିଛି, ଧରିବା ପାଇଁ ଚେଷ୍ଟା କରିଛି। ଛକା ପଞ୍ଝା ଲାଗି ରହିଛି। ପରବର୍ତ୍ତୀ ସମୟରେ ଯେତେବେଳେ ଗାଡ଼ିକୁ ଗୋଡ଼େଇଥିଲା ଏସଟିଏଫ୍ ସେହି ସମୟରେ ବର୍ତ୍ତମାନ ସ୍ଥିତି ଯାହା ଆପଣ ଚିତ୍ର ଦେଖୁଛନ୍ତି ଗଦା ଗଦା ଚାଉଳ ପକେଟ ଏହା ସହିତ ଗଦା ଗଦା ଗଞ୍ଜେଇ ପକେଟ ମଧ୍ୟ ଆପଣଙ୍କୁ ମୁଁ ସିଧାସଳଖ ଚିତ୍ର ଦେଖେଇବି। ଇଏ ହେଉଛି କିଛି ସମୟ ଦେଖିବେ ଯୋଉ ଜାତୀୟ ରାଜପଥ ଦେଖାଯାଉଛି ପିତାପଲ୍ଲୀ ବାଟ ଭୁଆଶୁଣୀ ମନ୍ଦିର ରହିଛି। ଯେତେବେଳେ ଏସଟିଏଫ୍ ପିଛା କରିଛି ଗୋଡ଼େଇଛି ଗାଡ଼ିକୁ ଛକା ପଞ୍ଝା ଲାଗିଛି ସେହି ସମୟରେ ଯେତେବେଳେ ଏ ରାସ୍ତା ଦେଇ ସେ ଯିବା ପାଇଁ ଚେଷ୍ଟା କରୁଥିଲା ଖୋଲା ପଡ଼ିଆ ଦେଖିକି ସିଧାସଳଖ ଗାଡ଼ିଟିକୁ ଭିତରେ ପୁରେଇ ଦେଇଛନ୍ତି। ପରବର୍ତ୍ତୀ ସମୟରେ ଯେତେବେଳେ ବର୍ଷା ହେଇଛି କାଦୁଅ ବି ରହିଛି ଆଉ ଟ୍ରକ୍ଟି କାଦୁଅ ଭିତରେ ଫସି ଯାଇଛି। ତ ପରବର୍ତ୍ତୀ ସମୟରେ ଯେତେବେଳେ ଖୋଲା ଯାଇଛି ଚାଉଳ ଭିତରୁ କିଭଳି ଭାବରେ ଗଞ୍ଜେଇ ଜବତ ହୋଇଛି ଆପଣ ସିଧାସଳଖ ଚିତ୍ର ଦେଖୁଛନ୍ତି। ଇଏ ହେଉଛି ସେଇ ପକେଟ ଗଞ୍ଜେଇ ମଧ୍ୟ ରହିଛି। ବର୍ତ୍ତମାନ ଏବେ ଖୋଲା ଯାଉଛି ଓଜନ କରିବା ପାଇଁ ମଧ୍ୟ ତାର ଏସଟିଏଫ୍ ତାର ପ୍ରକ୍ରିୟା ଆରମ୍ଭ କରିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି ଯେତେବେଳେ ଦେଖିବେ ଚାଉଳ ଗଞ୍ଜେଇ ଚାଲାଣ କରିବାର ନୂଆ ନୂଆ ଫଣ୍ଡା ସାମ୍ନାକୁ ଆସିଛି। କେତେବେଳେ ଆମ୍ବୁଲାନ୍ସ ଭିତରେ ତ କେତେବେଳେ ଗ୍ୟାସ୍ ସିଲିଣ୍ଡର ଭିତରେ କେତେବେଳେ ଦେଖିବେ କି ପଇଡ଼ ବୋଝେଇ ଏ ଗଞ୍ଜେଇରେ ମଧ୍ୟ ଚାଲାଣ ହେଉଥିଲା। ତ ଏଭଳି ନୂଆ ନୂଆ ତରିକାରେ ଏପରିକି ଦେଖିବେ ଟ୍ରକ୍ ଭିତରେ ସ୍ପେଶାଲ ଚାମ୍ବର କରି ମଧ୍ୟ ଗଞ୍ଜେଇ ଚାଲାଣ ହେଉଥିଲା। କିନ୍ତୁ ଇଏ ଗୋଟେ ଦେଖିବେ କି ବାସୁମତୀ ଚାଉଳ ଭିତରେ ଗଞ୍ଜେଇ ଚାଲାଣ ହେଉଥିଲା। ଆପଣ ସିଧାସଳଖ ଚିତ୍ର ଦେଖୁଛନ୍ତି। ଅଭିଯୁକ୍ତ ମଧ୍ୟ ଅଛନ୍ତି ଯିଏ ତାଙ୍କ ନାଁ ହେଉଛି ରାଜୁ, ଘର ହେଉଛି ୟୁପି। ଗାଡ଼ିଟି ମଧ୍ୟ ତା ନାଁରେ ମଧ୍ୟ ରହିଛି ଯିଏକି ଅଛନ୍ତି ଜଟଣୀ ତହସିଲଦାର ତଥା ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବର୍ତ୍ତମାନ ଏସବୁ ଯାହାକି ଓଜନ କରାଯାଉଛି। ପାଖାପାଖି 500 କେଜି ଯାହାକି ଆନୁମାନିକ ମୂଲ୍ୟ 2 କୋଟି ଟଙ୍କା ହେବ। ତ ଇଏ ଓଡ଼ିଶାର ମୂଲ୍ୟ ରହିଛି। ଯଦି ଦିଲ୍ଲୀ କିମ୍ବା ୟୁପି ଯେହେତୁ ଯାଉଥିଲା ତ ତାହା ହିସାବରେ ଦେଖି ଯଦି କ୍ୱାଣ୍ଟିଟି ହିସାବ କରିବେ ପାଖାପାଖି 2 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ହେବ ବୋଲି ଯାହାକି ଅନୁମାନ କରାଯାଉଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି ଏ ଅଭିଯୁକ୍ତ ଜଣକ କେବେଠାରୁ ଏଭଳି ଏମିତି ଓଡ଼ିଶାରୁ ଗଞ୍ଜେଇକି ନେଇ ଯାଉଥିଲେ, କେତେ ଥର ନେଇଛନ୍ତି, କୋଉଠିକି ନେଇ ଦେଇଛନ୍ତି, ରାକେଟରେ କିଏ କିଏ ଅଛନ୍ତି, ରାକେଟର ମାଷ୍ଟର ମାଇଣ୍ଡ କିଏ, ସେ ସବୁର ମଧ୍ୟ ବର୍ତ୍ତମାନ ଅଧିକ ଖୋଳତାଡ଼ କରୁଛି ଏସଟିଏଫ୍। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି ନୂଆ ନୂଆ ତରିକାରେ ଗଞ୍ଜେଇ ଚାଲାଣର ଯେତେ ବାଟ ବାହାରୁଛି ସେହି ସମୟରେ ଏସଟିଏଫ୍ ବା ପୋଲିସ ଯଦି କହିପାରିବା ସେ ତାକୁ ମଧ୍ୟ କ୍ରାକ୍ କରୁଛି। ତ ବର୍ତ୍ତମାନ ସେଥିରେ ଆପଣ ଦେଖୁଛନ୍ତି ହେଉଛି ସେହି ଅଭିଯୁକ୍ତ କିଭଳି ଭାବରେ ନୂଆ ତରିକାରେ ଗଞ୍ଜେଇ ଚାଲାଣ କରି ନେଉଥିଲା। ଯଦି ଥରେ ନେଇଛି ନିହାତି ଭାବରେ ପୂର୍ବରୁ ମଧ୍ୟ ଏକାଧିକ ଥର ନୂଆ ନୂଆ ଉପାୟରେ ନେଇଥିବା କଥା ମଧ୍ୟ ଏସଟିଏଫ୍ ସନ୍ଦେହ କରୁଛି। ତ ବର୍ତ୍ତମାନ ଯାହାକି ଜଣାପଡ଼ୁଛି ଅଧିକ ଖୋଳତାଡ଼ କରାଯାଉଛି, ଯାଞ୍ଚ କରାଯାଉଛି। ପରବର୍ତ୍ତୀ ସମୟରେ ଜଣାପଡ଼ିବ ଏ ରାକେଟରେ କେତେ ଜଣ ଅଛନ୍ତି, କେତେ ଜଣ ମାଷ୍ଟର ମାଇଣ୍ଡ ଅଛନ୍ତି, ଆଉ କେବେଠାରୁ ଏଭଳି ଗଞ୍ଜେଇ ଚାଲାଣ କରୁଥିଲେ, କୋଉଠିକି ଗଞ୍ଜେଇ ଚାଲାଣ କରୁଛନ୍ତି, ଆଉ ପୁରା ନେଟୱାର୍କ ମଧ୍ୟ ଖୁଲାସା ହୋଇପାରିବ। ତ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେତେବେଳେ ଆପଣ ଦେଖୁଛନ୍ତି କିଭଳି ଭାବରେ ବାସୁମତୀ ଚାଉଳ ଭିତରେ ଗଞ୍ଜେଇ ନିଆଯାଉଥିଲା। ଗନ୍ଧ ଯେମିତି ନ ହେବ ତାକୁ ଗନ୍ଧକୁ ରୋକିବା ପାଇଁ ଏଭଳି ଚାଉଳର ପ୍ୟାକିଂ କରାଯାଉଥିଲା। ଇଏ ହେଉଛି ସେଇ ଟ୍ରକ୍ ରହିଛି। ବର୍ତ୍ତମାନ ସୁଦ୍ଧା ଦେଖିବେ କି ଟ୍ରକ୍ରେ ଚାଉଳ ପକେଟ ରହିଛି, କିଛି ଛୋଟ ଛୋଟ ବକ୍ସ ମଧ୍ୟ ରହିଛି। ସେ ମଧ୍ୟ ବର୍ତ୍ତମାନ ସିଜ୍ କରାଯାଉଛି। ପରବର୍ତ୍ତୀ ସମୟରେ ଯଦି ସରକାରୀର ନିୟମ ହିସାବରେ ଏଜେନ୍ସିର ହିସାବରେ ପରବର୍ତ୍ତୀ ସମୟରେ ଚାଉଳ କିଭଳି ଭାବରେ ଡିସ୍ପୋଜାଲ କରାଯିବ। କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି ଏ ଯେଉଁ କହିପାରିବା ଅଭିଯୁକ୍ତର ଫଣ୍ଡା ଫସର ଫାଟିଛି। ଏସଟିଏଫ୍ ତାକୁ ଫସର ଫଟାଇ ଦେଇଛି। ଚାଉଳ ଭିତରେ ଗଞ୍ଜେଇ ଚାଲାଣ କରିବାର ଏ ଯେଉଁ ଚାଲିଥିଲା ତାର ପ୍ଲାନ୍ ଯୋଜନା ମଧ୍ୟ ପଣ୍ଡ ହୋଇଛି। ତ ବର୍ତ୍ତମାନ ତାଙ୍କୁ ଗିରଫ କରିବା ସହିତ ଅଧିକ ଯାଞ୍ଚ କରାଯାଉଛି, ଅଧିକ ପଚରାଚରା କରାଯାଉଛି। କେତେଜଣ ରାକେଟରେ ଅଛନ୍ତି, କିଭଳି ଭାବରେ କହିପାରିବା ଗଜପତିରୁ ଦିଲ୍ଲୀ ଭାୟା ଭୁବନେଶ୍ୱର ଏ ଯେଉଁ ନେଟୱାର୍କ ଚାଲିଥିଲା ତାହାର ମଧ୍ୟ ନେଟୱାର୍କକୁ ମଧ୍ୟ କ୍ରାକ୍ କରୁଛି। କେବଳ ଗୋଟିଏ ଘଟଣା ଗତ କିଛି ଦିନ ହେଲା ଦେଖିବେ କି ଏସଟିଏଫ୍ ଏ ଅପରେସନ କହିପାରିବା ନୀଳଜହରରେ ଏକାଧିକ ଅଭିଯୁକ୍ତକୁ ମଧ୍ୟ ଗିରଫ କରିସାରିଲାଣି। କହିପାରିବା ଏକାଧିକ ପରିମାଣର ମଧ୍ୟ ଗଞ୍ଜେଇ ମଧ୍ୟ ଜବତ ହୋଇଛି। କେବଳ ଗଞ୍ଜେଇ ନୁହଁ, ଧଳା ଜହରର କାରବାରକୁ ମଧ୍ୟ ଯୋଜନାକୁ ପଣ୍ଡ କରିଛି। ସେ ବିଷୟରେ ନିଶାମୁକ୍ତ ଓଡ଼ିଶା ପାଇଁ କହିପାରିବା ଏସଟିଏଫ୍ ଏ ତାର ଅପରେସନ ଜାରି ରଖିଛି। ଭୁବନେଶ୍ୱର ଉପକଣ୍ଠ ଗଙ୍ଗପଡ଼ାରୁ କ୍ୟାମେରା ପର୍ସନ ଗୁଡୁ ବେହେରାଙ୍କ ସହିତ ଅରୁଣ ସାହୁ, ଓଟିଭି। Choose excellence. Choose Kripajal Engineering College. Admissions open for Diploma, BTech, MTech, MCA, MBA and PGDM. Apply now.